नमस्कार, गुड मॉर्निंग, सुप्रभात। बहुत बहुत धन्यवाद। जय जय हाथ। सुप्रभात। जय श्याम, नमस्कार, गुड मॉर्निंग। गुड मॉर्निंग। सुप्रभात सुप्रभात। सुप्रभात। बहुत बहुत धन्यवाद। आज ସକାଳୁ ଆମେ ଗୋଟେ ଶୁଭ ଭାବନା ନେଇକି ଭଲ ଭାବନା ନେଇକି ଆମେ ମାନେ ଏକାଠି ହେଇଛେ। ଯୋଉଟା କି ଆଜି ଗୁରୁକୁଳ କେବଳ ଆରସିଏମ ବି ନୁହେଁ, ସମଗ୍ର ମାନବ ଜାତି ପାଇଁ ଇଏ ଗୋଟେ ବହୁତ ଭଲ ପ୍ରେରଣାଦାୟକ ର ସେସନ। ଆଜି ଗୁରୁକୁଳରେ ଆମକୁ ଶିକ୍ଷା ମିଳିଲା। ମୁଁ ତ ଚାହିଁବି ଯେ ପ୍ରତ୍ୟେକ ଭାରତୀୟ ଅ, ତ ଇଏ ସେସନକୁ କେବଳ ଭାରତୀୟ ନୁହେଁ, ଭାରତ ବାହାରେ ବି ଯିଏ ବି ରହୁଛନ୍ତି ତ ସେସନକୁ ଆଟେଣ୍ଡ କରିବା ନିହାତି ଦରକାର। ଯୋଉ ସଂକଳ୍ପ ଆମେ ନେଇଛେ ଯେ 2026ରେ ଏ ଦେଶକୁ ଆମେ ରୋଗମୁକ୍ତ କରିବା, ସୁସ୍ଥ ରଖିବା, ସ୍ୱାସ୍ଥ୍ୟ ରକ୍ଷାର ଯୋଉ ସଂକଳ୍ପ ଆମେ ନେଇଛେ, ବର୍ଷ କରିବା ପାଇଁ ଯୋଉ ସଂକଳ୍ପ ନେଇଛେ, ସେଥିରେ ଆମେ ଆଗକୁ ବଢିବା। ତ ସେଟା ଆମ ପାଇଁ ଗୋଟେ ବହୁତ ବଡ କଥା। ତା ଛଡା ଆମକୁ ଗ୍ରୋଥ କରିବା ବି ନିହାତି ଦରକାର, ଆଗକୁ ବଢିବା ବି ନିହାତି ଦରକାର। ତ ସେଥିଲାଗି ଆମର 16 ଡିସେମ୍ବରର ଭିଡିଓ ଟିସି ସାର୍ ଆମକୁ କହିଲେ, ତ ସେଟା ମୁଁ ବି ଗ୍ରୁପରେ ବି ପଠେଇ ଦେଇଛି। ମ୍ୟାକ୍ସିମମ୍ ରୁ ମ୍ୟାକ୍ସିମମ୍ ସାଥୀ ଯୋଉମାନେ ଜଏନ୍ କରିଛନ୍ତି ଆରସିଏମ ରେ, ତ ସେମାନଙ୍କୁ ଯଦି ଆମେ ପଠେଇ ଦିଅନ୍ତେ, ତାହେଲେ ଆମେ ସେମାନେ ବି ଗ୍ୟାସେସ ର ଫର୍ମୁଲା ଉପରେ ବି ସେ ବହୁତ ଭାବେ ପ୍ରାଞ୍ଜଳ ଭାବେ ଜାଣି ଦିଅନ୍ତେ, ତାକି ତାଙ୍କୁ ଲାଗନ୍ତାନି ଯେ ଇଏ କଣ, ମାନେ ଆରସିଏମ ରେ ତ ଜଏନ୍ କରିଛନ୍ତି କିନ୍ତୁ ଗ୍ୟାସେସ ର ଫର୍ମୁଲାକୁ ଯଦି ସେ ଜାଣିନାହାନ୍ତି, ତାହେଲେ ସେ କିଛି ବି ଜାଣିନାହାନ୍ତି। ତ ସେଥିଲାଗି ଆମର ଅତି ନିୟର ଡିୟର ଯୋଉମାନଙ୍କୁ ଯାହାଙ୍କୁ ବି ଆମେ ଜଏନିଂ କରିଛେ, ଯାହାଙ୍କୁ ଆମେ ସ୍ୱପ୍ନ ଦେଖିଛେ ବା ଆମେ ନିଜେ ଭାବିଛେ ଯେ ତାଙ୍କୁ ବି ଇଏ ସିଷ୍ଟମରେ ଗୋଟେ ବହୁତ ବଡ ପୋଜିସନରେ ପହଞ୍ଚେଇବା ପାଇଁ, ତ ତାଙ୍କୁ ଗ୍ୟାସେସର ଫର୍ମୁଲା ବିଷୟରେ ଶିଖେଇବା ପାଇଁ 16 ଡିସେମ୍ବରର ଯୋଉ ଭିଡିଓ ମୁଁ ପଠେଇଛି, ତାକୁ ବି ଆମେ ପର୍ସନାଲି ବି ପଠେଇ ପାରିବା, ତାକୁ କହି ବି ପାରିବା, କାରଣ ଖାଲି ପଠେଇଲେ ବି ହଉନି, ଏଇଟା ନିହାତି ଜରୁରୀ। ଦ୍ୱିତୀୟ କଥା, ଆଜି ଯୋଉ ଡିସ୍କସନ ଆମର ସ୍ୱାସ୍ଥ୍ୟ ଉପରେ ହେଇଛି, ଯେ ଯୋଉଥିରେ କି ସେହତ କି ସିତାରେ, ମାନେ ନିଜର ସ୍ୱାସ୍ଥ୍ୟକୁ ନିଜେ ଯାଞ୍ଚ କରିବା, ଆଉ ତା ଉପରେ ଆମେ ସିଡ୍ସ ର ଫର୍ମୁଲାରେ ଆମେ କାମ କରିବା। ତ ତା ଉପରେ ଯଦି ଆମେ ବହୁତ ଭଲ ଭାବରେ ଆମେ କାମ କରିପାରିବା, ନିଜ ସ୍ୱାସ୍ଥ୍ୟକୁ ଆମେ ବହୁତ ଭଲ ବେହତରିନ ବହୁତ ବଢିଆ କରିପାରିବା। ଆଉ ଦ୍ୱିତୀୟ କଥା ହଉଛି ସେହତ ମିତ୍ର। ସେହତ ମିତ୍ର ମାନେ ଆମ ସାଙ୍ଗ, ଆମର ଯେତେ ବି ନିୟର ଡିୟର, ଯାହାର ଆମେ ଭଲ ଚାହୁଁଛେ। ବସ୍ ସାର୍ କହିବା କଥା, ଆକ୍ଚୁଆଲି ମତେ ବି ବହୁତ ଭଲ ଲାଗିଲା ଯେ ଆମେ ଚାହୁଁଛେ ଯେ ଯାହା ସହିତ ଆମେ ବହୁତ ଦିନ ଲମ୍ବା ସମୟ ପର୍ଯ୍ୟନ୍ତ କଟେଇ ପାରିବା, ସେ ଆମ ସାଙ୍ଗରେ ବହୁତ ଦିନ ରହୁ, ଆମେ ତାଙ୍କର ହେଲ୍ଥ ଚେକଅପ୍ କରିବା ଆଉ ତାଙ୍କୁ ସିଡ୍ସ ର ଫର୍ମୁଲା କୁ ଆପଣେଇକି ପୁଣି ଆମେ ତାଙ୍କୁ ତାଙ୍କୁ ବି ସୁସ୍ଥ ରଖିବା। ଖାଲି ଯେ ଆମେ ନିଜେ ସୁସ୍ଥ ରହିବା ଠିକ ନୁହେଁ, ଆମେ ବି ସୁସ୍ଥ ରହିବା, ଆମେ ଯାହାକୁ ବହୁତ ଭଲ ପାଉଛେ ତାକୁ ବି ସୁସ୍ଥ ରଖିବା, ତାକି ସେ ଆମ ସାଙ୍ଗରେ ବହୁତ ଦିନ ରହୁ। ଇଏ ବି ବହୁତ ବଢିଆ କଥା। ମୁଁ ଏଇଠି ସମସ୍ତଙ୍କୁ ଆଉଥରେ କହିବାକୁ ଚାହେଁ ଯେ ଆମକୁ, ଆମର ସୌଭାଗ୍ୟ ଯେ ଆମକୁ ମଣିଷ ଜନ୍ମ ମିଳିଛି। ତ ଏ ମଣିଷ ଜନ୍ମ ଯଦି ନ ମିଳିଥାନ୍ତା, ଏ ସବୁ ପ୍ରକାରର ବିଚାର ଆମ ମାନଙ୍କୁ ଆସିନଥାନ୍ତା, ଆଉ କୌଣସି ଜୀବ ବି ଏ ବିଚାର କରିପାରିବ ନାହିଁ। ଦ୍ୱିତୀୟ କଥା, ଆମର ଆମେ ଏଇଥିପାଇଁ ବହୁତ ଭାଗ୍ୟବାନ ଯେ ଯୋଉଥିରେ କି ଆମକୁ ଆରସିଏମ ରୂପୀ ଏକ ଅଭିଯାନ ଆମକୁ ମିଳିଛି, ଯୋଉ ଅଭିଯାନ ଦ୍ଵାରା କି ଆମେ ପୁରା ସମଗ୍ର ଭାରତ ବର୍ଷକୁ ଆମେ ରୋଗମୁକ୍ତ କରିପାରିବା, ସୁସ୍ଥ ରଖିପାରିବା, ସମସ୍ତେ ଖୁସିରେ ରହିପାରିବ, ଆନନ୍ଦରେ ରହିପାରିବ। ତ ଇଏ ଅଭିଯାନ, ଆଉ ସବୁଠୁ ବହୁତ ବଡ଼ ଭାଗ୍ୟବାନ କଥା ଯେ ଏଇଥିପାଇଁ ଯେ ଆମ ମାଇଣ୍ଡରେ ଗୁରୁକୁଳରେ ବସିବାର ବିଚାର ପରମାତ୍ମା ଆମକୁ ଦଉଛନ୍ତି। ତ ତାକି ଆମେ ଗୁରୁକୁଳରେ ବସୁଛେ, ବହୁତ ସାରା ସାଥୀ ଆରସିଏମ ରେ ଜଏନ କରିଛନ୍ତି କିନ୍ତୁ ତାଙ୍କ ଭିତରେ ବାହାନା ବହୁତ ଆସିଯାଉଛି। ଦେଖନ୍ତୁ, ଟାଇମ ମ୍ୟାନେଜମେଣ୍ଟ ନିହାତି ଜରୁରୀ। ମୁଁ ମୋ କଥା ବି କହୁଛି, ମୁଁ କଟକରେ ରହୁଥିଲି, ଆମେ ରାତି 12ଟା 1 ପର୍ଯ୍ୟନ୍ତ ଖାଇବା ଶୋଇବା ଆମର ଠିକ ଠିକଣା ନାହିଁ, ସେମିତି ଉଠିବା ବି ସେମିତି ବହୁତ ଡେରି। ତ ସେ ଅଭ୍ୟାସ ଯେତେବେଳେ ମୋର ରହିଯାଇଥିଲା, ତ ମୁଁ ବି କେବେ ଗୁରୁକୁଳରେ କେବେ ବସେ, କେବେ ବସିପାରେନି, କେବେ ୟୁଟ୍ୟୁବରେ ଶୁଣେ, କେବେ କେବେ ଶୁଣୁ ଶୁଣୁ ଶୋଇପଡେ।
ମାନେ ମୋର କିଛି ଠିକ ନଥିଲା। କିନ୍ତୁ ଧୀରେ 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 ମୁଁ ବି ମାନେ ଅଭ୍ୟାସକୁ ବଦଳେଇବା କେତେ କଷ୍ଟ ସେଇଟା ମୁଁ ହିଁ ଜାଣିଛି। ତ ମୁଁ ବି ସକାଳ 5ଟା 5:30 ବେଳୁ ଆଲାରାମ ଦେଇକି ଉଠିବା, ତ ସେଥିରେ ପୁଣି ୟୋଗା କରିବା, ତା ସହିତ ଗୁରୁକୁଳ ଶିକ୍ଷା ନବା, ଆପଣମାନଙ୍କ ସହିତ ଆପଣମାନଙ୍କଠୁ ବି କିଛି ଜ୍ଞାନ ନବା। ତ ଇଏ ସବୁ ସବୁ ପ୍ରକାରର କଥା ତ ହେଇପାରୁଛି। ଆଉ ତା ସହିତ ସବୁଠୁ ବଡ କଥା ଯେ ଆପଣମାନଙ୍କ ସାଙ୍ଗରେ ମିଶିବା ଗୋଟେ ବହୁତ ଆନନ୍ଦ ଲାଗୁଛି। ତ ଇଏ ଗୋଟେ ଅଭ୍ୟାସରେ ପଡିଗଲାଣି। ତ ଧୀରେ ଧୀରେ ଆମେ ୟୋଗା କରିବାର ଅଭ୍ୟାସକୁ ବି ଆପଣେଇବା ନିହାତି ଦରକାର। ଆମର ଖାଇବାର ସବୁ ପ୍ରକାର, ଯେମିତିକି ଆଜି ଗୁରୁକୁଳରେ ଶିକ୍ଷା ବି ଗୋଟେ ବହୁତ ବଢିଆ ମିଳିଲା, ରାତି ଖାଦ୍ୟ ଆମେ ଆଉ ଖାଇବାନି ସୂର୍ଯ୍ୟାସ୍ତ ପରେ। ଏମିତି ବି ଖାଇବା ଉଚିତ ନୁହେଁ। ତ ପକ୍ଷୀ ମାନଙ୍କୁ ବି ଦେଖନ୍ତୁ, ସେମାନେ ବି ସୂର୍ଯ୍ୟାସ୍ତ ପରେ ସେ କିଛି ଖାଆନ୍ତିନି, ତାଙ୍କର ନିଜ ମାନେ ନିଜ ବସାକୁ ବାହୁଡି ଯାଆନ୍ତି। ତ ସେ ଆକ୍ଚୁଆଲି ନିୟମ ଦୃଷ୍ଟିରୁ ଯେ ମହିମା ଅଲେଖ ବାବା ସିଏ ବି ତାଙ୍କର ଗୋଟେ ନିୟମ ଅଲରେଡି କରିଦେଇଛନ୍ତି ଯେ ସିଏ ରାତିରେ ସନ୍ଧ୍ୟା ହେଲା ମାନେ ଆଉ କିଛି ଖାଦ୍ୟ ଖାଇବାନି। ତ ଆକ୍ଚୁଆଲି ସେଟା ବି ଠିକ କଥା ଯେ ଆମକୁ ନିରୋଗୀ ରହିବାକୁ ହେଲେ। ମୁଁ ଯାଇଥିଲି ଭୋପାଳ, ଯାଇଥିଲି ଭୋପାଳରେ ହରିଦାରାମଙ୍କର ଗୋଟେ ନେଚର କ୍ୟାମ୍ପ ଥିଲା। ତ ଆରସିଏମ ର କିଛି ସାଥୀ ମତେ ଇନଭାଇଟ ବି କରିଥିଲେ, ଗୁରୁଦେବ ବିସି ଛାବଡା ସାର୍, ଗୁରୁଦେବ ପ୍ରହ୍ଲାଦ ସାର୍ ବି ସେଠି ଥିଲେ। ସେଠି ବି ସେମାନେ ବି ସେଇ କଥା ବି କୁହନ୍ତି ଯେ ରାତିରେ ଭୋଜନ ମାନେ ଗୋଟେ ବହୁତ ଭଲ କଥା ସେଠି ମତେ ଶୁଣିବାକୁ ମିଳିଲା ଯେ ଆଜି ପର୍ଯ୍ୟନ୍ତ କୌଣସି ଲୋକ ନ ଖାଇ ମରିନାହାନ୍ତି। ଯିଏ ବି ମରିଛନ୍ତି ଖାଇ ଖାଇକି ମରିଛନ୍ତି। ତ ଆମେ ରାତି ଭୋଜନକୁ ସ୍କିପ୍ କରିବା। ତ ଦିନରେ ଆମେ ବହୁତ ମାନେ ଯେତିକି ଯାହା ଖାଇବା କଥା 80% ଖାଇକି 20% ଆମକୁ ପେଟକୁ ଖାଲି ରଖିବା ଉଚିତ। ତା ଦ୍ୱାରା ଆମେ ସୁସ୍ଥ ରହିପାରିବା। ଆମ ଷ୍ଟୋମାକକୁ ହଜମ କରିବା, ତାକୁ ରେଷ୍ଟ ଦବା ଦରକାର। କାରଣ ଯଦି ଯାହାକୁ ବେଶୀ କାମ କରୁଥିବା 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 ସେ ଦିନେ ନା ଦିନେ ଦିନେ ନା ଦିନେ ଥକି ପଡିଯିବ। ତ ତାକୁ ଯଦି ଷ୍ଟୋମାକକୁ ଆମେ ଥକା କରିଦବା, ତାହେଲେ ସିଏ ଆଉ କେତେ ଦିନ ଆମ ପାଇଁ କାମ କରିବ। ତ ଇଏ ହଉଛି ବହୁତ ବଢିଆ କଥା। ବହୁତ କିଛି କଥା ଆମେ ଶିଖିଲେ, ଆମେ ପରସ୍ପରଠୁ ଆମେ ନିଜର ବିଚାରକୁ ଆମେ ଜାଣିବା। ହଁ, ଆଉ ଗୋଟେ କଥା ଆପଣଙ୍କ ଆଗରେ ମୁଁ କହିବାକୁ ଚାହେଁ ଯେ ଗୋଟେ ଆ, ବହୁତ ରିସର୍ଚ୍ଚ ବହୁତ ସାରା ଜାଗାରେ ପଚରା ଉଚରା ଏସବୁ କରିସାରିବା ଦ୍ୱାରା ଆ, ଆମକୁ ଇନଫର୍ମେସନ ମତେ କାଲି ଗୋଟେ ମିଳିଲା ଯେ ଆମେ ଗତ ବର୍ଷ ନା ନାଇଁ ଏଇ ବର୍ଷ ଆମେ ଯୋଉ କଟକରେ କରୁଥିଲୁ ସେବା କାର୍ଯ୍ୟକ୍ରମ କରୁଥିଲୁ, ଜଣେ ସାଥୀ ସିଏ ଆମକୁ ସହଯୋଗ କରିଥିଲେ। ଲ୍ୟାବ ତାଙ୍କର ଅଛି ନୂଆପଡାରେ। ତ ସିଏ ଆମକୁ ସହଯୋଗ କରିଥିଲେ ବହୁତ ସାରା ଫ୍ରି ହେଲ୍ଥ ଚେକଅପ୍, ଯେମିତିକି ଡାଇବେଟିକ ର ହଉ, ହିମୋଗ୍ଲୋବିନ ର ହଉ, ଫ୍ରିରେ ଆମ ସାଙ୍ଗରେ ସେ କରୁଥିଲେ। କୌଣସି ପଇସା ଆମଠୁ ନଉନଥିଲେ। ମୁଁ ତାଙ୍କୁ ଯେତେବେଳେ ଦେଖେଇଲି ଆମର ଯୋଉ ଲିପିଡ ପ୍ରୋଫାଇଲ ହଉ କିମ୍ବା ଡାଇବେଟିକ ର ହଉ କି ଏନିମିଆ ର ହଉ, ଏସବୁ ଯୋଉଗୁଡା କି ଥାଇରଏଡ ର ହଉ, ଏସବୁ 4-5ଟା ଟେଷ୍ଟ ମୁଁ ତାଙ୍କୁ ଦେଖେଇଲି ଯେ ମୁଁ କହିଲି କେତେ ପଇସା ଇଏ ପଡିବ। ତ ସିଏ କାଲି ମତେ ମେସେଜ ଦେଇଛନ୍ତି ଯେ 2100 ଟଙ୍କା ତ ୟାର ପ୍ରାଇସ୍। ଡାଇବେଟିକ ର ପୁଣି 3ଟା ଟେଷ୍ଟ, ଗୋଟେ ପିପି, ଗୋଟେ ଫାଷ୍ଟିଂ, ଗୋଟେ HbA1c 3 ମାସର ଟେଷ୍ଟ, ସେମିତି ଲିପିଡ ପ୍ରୋଫାଇଲ, ଏ ସବୁ ସବୁ ଟେଷ୍ଟକୁ ସେ କହିଲେ ଏମିତି ବି 2100 ଟଙ୍କା ଲେଖେ ତ ନର୍ମାଲି ମାର୍କେଟ ପ୍ରାଇସ୍ ହଉଛି, ତ ଆପଣ 1000 ଟଙ୍କା ରେ କମ କରିଦେବେ। ତ ମା ଇଏ ଇଏ- ତାଙ୍କୁ ବି ଆମେ ଇନଭାଇଟ କରିକି ବି ଗ୍ରୁପ ହେଇକି ବି ଆମେ ଗୋଟେ ଜାଗାକୁ ଡାକି ପାରିବା। 31 ଡିସେମ୍ବର ଭିତରେ ଯଦି ଆମେ ତାଙ୍କୁ ଗୋଟେ ଜାଗାକୁ ଡାକିଦେଲେ ସେ ଆମ ବ୍ଲଡ କଲେକ୍ଟ କରି ନେଇପାରିବେ। ଆଉ ନେଇକି ସେଠି ସେ ତାଙ୍କର ଚେକଅପ୍ କରିକିରି ପୁଣି ଆମକୁ ଦେବେ। କିନ୍ତୁ ସେ ଯେହେତୁ ନିଜେ ସର୍ଭିସ କରିଛନ୍ତି ତ ତାଙ୍କୁ ଛୁଟି ଦିନ ହିଁ ଦରକାର। ତ ଦେଖିବା ତାଙ୍କ ସହିତ କଥା ହବା, ଆଜି ଦିନ ଭିତରେ ତାଙ୍କ ସହିତ କଥା ହବା। ଫିର ବି ଆଜି ଯଦି ଆଉ କିଏ ବି ସାଥୀ ଅଛନ୍ତି ତ ଆମକୁ ଟିକେ ନର୍ମାଲ ପ୍ରାଇସ୍ ଆହୁରି ଡିସକାଉଣ୍ଟ, କାରଣ ଇଏ ଯୋଉ ଅଭିଯାନରେ ଆମେ ଆଗକୁ ବଢିଛେ ପୁରା ଭାରତବର୍ଷକୁ ରୋଗମୁକ୍ତ କରିବାରେ। ତ ବହୁତ ସାରା ସାଥୀ ଆମ ସାଙ୍ଗରେ ଆସୁଛନ୍ତି, ତାଙ୍କ ମନ ବି ବହୁତ ପବିତ୍ର ମନ, ସେମାନେ ଆସୁଛନ୍ତି। ହଁ, କେହି କେହି ବିଶ୍ୱାସ କରିପାରୁନାହାନ୍ତି ଯେ ଇଏ ଆଜି ପର୍ଯ୍ୟନ୍ତ ଏମିତି ତ କେହି କରିନଥିଲେ।
ତ ଇଏ କଣ କରୁଛନ୍ତି। ତ ଏ ବିଚାର ତାଙ୍କର ବି ଦିନେ ନା ଦିନେ ପରିବର୍ତ୍ତନ ବି ହେଇଯିବ। ମହାପ୍ରଭୁ ବୁଦ୍ଧଙ୍କୁ ବି ଲୋକ ବିଶ୍ୱାସ କରିନଥିଲେ, ମହାବୀରଙ୍କୁ ବିଶ୍ୱାସ କରିନଥିଲେ, ଯେତେ ବି ମହାପୁରୁଷ ଅଛନ୍ତି ତାଙ୍କୁ ବି ଲୋକ ବିଶ୍ୱାସ କରିନଥିଲେ, କିନ୍ତୁ ଧୀରେ 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 ଲୋକଙ୍କୁ ବିଶ୍ୱାସ କରିବାକୁ ପଡିବ, କାରଣ ଆମର ନୀତି ଯଦି ଠିକ ଥିବ ତାହେଲେ ଆମେ ଆଗକୁ ବଢିପାରିବା, ବହୁତ କିଛି କରିପାରିବା। ତ ସେଥିଲାଗି ଆମେ ନିଜକୁ ନିଜେ ସୁସ୍ଥ ରଖିବା, ପ୍ରଥମ ସଂକଳ୍ପ। ଦ୍ୱିତୀୟ ସଂକଳ୍ପ ଯେ ଆମେ ଆମର ଯୋଉମାନଙ୍କ ସାଙ୍ଗରେ ଆମେ ବହୁତ ଦିନ ହସି ଖେଳିକି ଖୁସି ହେଇକି ଆମେ ଚାହୁଁଛୁ ସେମାନେ ଭଲ ରହିଲେ ଆମକୁ ଆନନ୍ଦ ଲାଗିବ, ତ ସେମାନଙ୍କୁ ବି ଆମେ ତାଙ୍କୁ ବି ସୁସ୍ଥ ରଖିବା। ତ ଇଏ ସଂକଳ୍ପ ତ ଆମେ ନବା ଠିକ ଅଛି। ତ ତା ଛଡା ଆଉ ଗୋଟେ ବି ଡିକ୍ଲାରେସନ ଯେ ନୂଆ ବର୍ଷ ଆସୁଛି, ତ ନୂଆ ବର୍ଷରେ ଆମେ ସମସ୍ତେ ଗେଟ୍ ଟୁଗେଦର ହବା, ମଜା କରିବା, ଖୁସି କରିବା, ଇଏ ଗୋଟେ ଆନନ୍ଦ କରିବା, ସେଇଟା ହଉଛି ଗୋଟେ ବହୁତ ବଡ କଥା। ତ ସେଥିଲାଗି ମୁଁ ତ ଧନ୍ୟବାଦ ଦେବି ଆରତୀ ଅପାଙ୍କୁ ତାଙ୍କର ଇନିସିଏଟିଭ ପାଇଁ। ସେ ଗୋଟେ ଅର୍ଗାନାଇଜ କରୁଛନ୍ତି, ଆପାତତଃ 2 ତାରିଖ ବୋଧେ ଫାଇନାଲ କରୁଛନ୍ତି ସେ ଡେଟ୍। ତ ଆମେ ସମସ୍ତେ ଏକାଠି ହବା ସେଠି ଆ, ଆମେ ତାରିଖ ଫ୍ରାଇଡେ ଫ୍ରାଇଡେ ଫ୍ରାଇଡେ, ହଁ, ଶୁକ୍ରବାର। ଶୁକ୍ରବାରକୁ ବୋଧେ ଠିକ କରୁଛନ୍ତି। ଯଦି ଠିକ ହେବ ତ ଆମେ ଗ୍ରୁପରେ ବି ମେସେଜ ଦେଇଦବା। ତ ମୋର ଅନୁରୋଧ ସେ ସମସ୍ତଙ୍କୁ, ସମସ୍ତେ ଏକାଠି ହେଲେ ଗୋଟେ ମଜା ଲାଗିବ, ଖୁସି ଲାଗିବ। ମାନେ ଗୋଟେ ବ୍ୟବସ୍ଥା ଏଇଭଳି ଗୋଟେ ଜାଗାରେ କରାଯାଇଛି ଯୋଉଥିରେ କି ପିଲାମାନଙ୍କୁ ବି ଆମେ ଆଣିପାରିବା, ପିଲାମାନଙ୍କୁ ମିଶେଇ ପାରିବା, ଗୋଟେ ପରିବାର ସହିତ ମିଶି ପାରିବ। ଆଉ ସେଠି ପିଲାମାନେ ବି ତାଙ୍କର ଖେଳ କୁଦ ବି କରିବେ, ସେଠି ସଙ୍ଗ କମ୍ପିଟିସନ ବି ହବ, ମ୍ୟୁଜିକ ଚେୟାର ବି ହବ, ପୁରା ଏଣ୍ଟରଟେନମେଣ୍ଟ ଆମେ ପୁରା ଏନ୍ଜୟ କରିବା। ଆଉ ଗୋଟେ ବହୁତ ବଡ ସଂକଳ୍ପ ବି କରିବା ଯେ ଦେଖନ୍ତୁ ଜୀବନରେ କେବଳ ତ ନୁହେଁ ଯେ କେବଳ କାମ କରିବା, କାମ ସହିତ ବି ଆମେ ବହୁତ କିଛି ବି ଯଦି ଏନ୍ଜୟ ଯଦି ନ କରିପାରିଲେ ତାହେଲେ ଜୀବନରେ ବଞ୍ଚିବା କେମିତି? ତ ଇଏ ହଉଛି କଥା। ତ ସେଇଟା ଗୋଟେ ବହୁତ ଭଲ କଥା, ଏଇଟାକୁ ପ୍ରାୟୋରିଟିରେ ରଖିବା ନିହାତି ଦରକାର। ଆଉ ଦ୍ୱିତୀୟ କଥା ହଉଛି 28 ତାରିଖ ଆମ ଜୀବନରେ ଗୋଟେ ବହୁତ ବଡ ପରିବର୍ତ୍ତନ ଦିନ। ବର୍ତ୍ତମାନ ସୁଦ୍ଧା ବି ଯଦି କେହି ପାସ୍ ନେଇନାହାନ୍ତି ତାଙ୍କୁ ମୋର ବିଶେଷ ଅନୁରୋଧ ଯେ ବର୍ଷ ସରି ଯାଉଛି, ଟିମକୁ ଇନଭାଇଟ କରିବା ନିହାତି ଜରୁରୀ। କାରଣ ଟିମ୍ ଯଦି ବର୍ଷ ସାରା କେହି ବି ଯିଏ ବି ଆସିନାହାନ୍ତି, କୌଣସି ବି ମିଟିଂକୁ ଆସିନାହାନ୍ତି, ତ ତାଙ୍କୁ ଯଦି ଆମେ ଇମୋସନାଲ ହେଇକି ତାଙ୍କୁ ଯଦି ବି କହିବା ଯେ ଦେଖ ବର୍ଷ ସାରା ତୁମକୁ ଡାକି ଡାକି ତୁମେ ତ ଆସିଲନି, କିନ୍ତୁ ଏଇଟା ଏଇ ବର୍ଷର ଲାଷ୍ଟ ପ୍ରୋଗ୍ରାମ, ଆଟଲିଷ୍ଟ ଇଏ ପ୍ରୋଗ୍ରାମ ଟା ଦେଖିଦେଇ ଯାଅ। ତ ଯଦି ଦେଖିବେ, ମୁଁ ତ କହୁଛି ମୋର ମୋର ନିଜର ଅନୁଭୂତି, ମୁଁ ଯଦି ମିଟିଂ ଦେଖି ନଥାନ୍ତି ତାହେଲେ ମୁଁ ବି ଆଜି ଆପଣଙ୍କ ସାମ୍ନାରେ ନଥାନ୍ତି, ମୁଁ ବି ଆରସିଏମ ରେ ଆଜି ବି ନଥାନ୍ତି। ତ ସେଥିଲାଗି ମିଟିଂ ଆସିବା ନିହାତି ଜରୁରୀ। ଆଉ ମୋ ପାଇଁ କେତେ ବଡ ଉପକାର ହେଇଛି ସେଟା ମୁଁ ହିଁ ଜାଣିଛି ଯେ ମୁଁ ମିଟିଂ ଆସିବା ଦ୍ୱାରା। ସେମିତି ଆପଣମାନଙ୍କୁ ବି ବିଶେଷ ଅନୁରୋଧ 28 ତାରିଖ ପାଇଁ। ଆପଣ ଶ୍ରୀଚାନ୍ଦ ଅତ୍ରି ସାର୍ ବହୁତ ବଡ ରାଇଟର ବି, ଡାଇରେକ୍ଟ ସେଲିଂ ଉପରେ ବହୁତ ସାରା ୟୁଟ୍ୟୁବ ବି ତାଙ୍କର ଅଛି। ଯଦି ଆପଣ ତାଙ୍କର ଦେଖି ନାହାନ୍ତି ଏସ୍ ଅତ୍ରି, ଶ୍ରୀଚାନ୍ଦ ଅତ୍ରି, ତାଙ୍କର ୟୁଟ୍ୟୁବ ବି ଆପଣ ଦେଖିପାରିବେ, ସେ କିଭଳି ଲିଡର ଅନୁମାନ ବି କରିପାରିବେ। ତ ଆଜି ଆପଣ ତାର ପାସ୍ କଲେକ୍ଟ କରିନିଅନ୍ତୁ, ମୋ ପାଖରେ ହିଁ ଅଛି, ମୁଁ ଦେଇ ପାରିବି ଆପଣମାନଙ୍କୁ। ଆମ ଟିମ୍ ପାଇଁ ମୁଁ ଆଣିଥିଲି, ତ ଆଜି କଲେକ୍ଟ କରିନିଅନ୍ତୁ। ଇଏ ହଉଛି ବହୁତ ବଡ କଥା। ଆଉ ଏସବୁ ଧ୍ୟାନକୁ ରଖିକି ଆମେ ଆଗକୁ ବଢିବା। ତ ଆଜି ଆମେ ଗୁରୁକୁଳରେ ଯାହା ଆମେ ଶିଖିଲେ, ତ ତା ଦ୍ୱାରା ଆମେ କଣ କାମ କରୁଛେ। ଚାନ୍ଦ ସାର୍ ସବୁବେଳେ କହୁଛନ୍ତି ନା ଯେ ସବୁ କିଛି ତ ହଉଛି, ତ ତାକୁ ଯଦି ଆମେ କଣ କରୁଛେ, ତାକୁ ଯଦି ଆମେ କରିବା ଠିକ ହେଇପାରିବ। ପ୍ରଥମେ ଆରତି ଅପା। ଜୟ ଆସିଏମ୍। ଗୁରୁକୁଲରେ ଆମେ ଯୋଉ ଆଜି ଶିଖିଲୁ ଯେ ଆମେ ସେହେତୁକା ସୀତା ନିଜେ ବନିବା ପାଇଁ ଆମେ ନିଜର ସ୍ୱାସ୍ଥ୍ୟ ଆଗ ଯାଞ୍ଚ କରିବା, ତାପରେ ସେହେତୁ ମିତ୍ର ବନିବା ପାଇଁ ଆମ ଆସପାସ ଯେତେ ସାଙ୍ଗସାଥି ରିଲେସନ ସବୁ ଅଛନ୍ତି ତାଙ୍କୁ ଆମେ ତାଙ୍କ ସ୍ୱାସ୍ଥ୍ୟର ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ମାନେ ତାଙ୍କ ପାଖକୁ ଯାଇ କହିବା, ଆଉ ତାଙ୍କ ରିପୋର୍ଟ ଆମେ ନିଜେ ସଂଗ୍ରହ କରି ରଖିବା, ତାଙ୍କ ଭଲ ମନ୍ଦ କଣ ହେଇଛି ତାକୁ। ମୁଁ ଗୋଟିଏ କଥା କହିବାକୁ ଚାହୁଁଛି, ଆମ ଆସିଏମର ଜଣେ ମୋର ପ୍ରଥମ ମେମ୍ବର ସୁଜାତା ପରିଡ଼ା,
ସିଏ ତା ହଜବେଣ୍ଡ ଏତେ ଦେହ ଖରାପ ହେଇଗଲା, ମୁଁ ବହୁତ ଥର ତାକୁ କହିଛି, ମିତା ତୁ ଇଏ କଣ, ଆଉ ଆମ ବାଦଲକୁ ତୁ ଗାମା ଅରିଜିନାଲ ଦେ ସବୁବେଳେ ଖାଇବାକୁ, ଆମର ନ୍ୟୁଟ୍ରିଚାର୍ଜ ଏତେ ବଢିଆ ବଢିଆ ପ୍ରଡକ୍ଟ ଅଛି। ମୋ କଥା ସିଏ ଶୁଣିଲାନି। ତେଣୁ ଆମେ ସେତକା ମିତ୍ର ବନିବା ଯୋଉମାନେ ଆମ କଥା ନ ବୁଝିବେ, ସେଥିପାଇଁ ଆମେ କିଛି କରିପାରିବାନି। ଆଜି ଦୁଃଖିତ ସହିତ କହୁଛି, ଏତେ ବଡ ଏମ୍ପାୟାର କରିକି ବି, ଏତେ ପଇସାର ମାଲିକ ହେଇକି ବି ସେ ଆଜିକି 15 ଦିନ 16 ଦିନ ହବ ଚାଲିଗଲା। ସେଇଟା କେତେ ଦୁଃଖର ବିଷୟ। ଯେତେବେଳେ ମଣିଷକୁ ଆମେ ଗୋଟେ ଭଲ କଥା ଶିକ୍ଷା ଦେବା ପାଇଁ ମାନେ ଇଏ କରୁ, ସେ ଆମ କଥା ଶୁଣନ୍ତି ନାହିଁ। ଆଜି ମୁଁ ସେୟା କହୁଛି, ମୁଁ ଯେତେବେଳେ ତାକୁ କାଲି ଦେଖା କରିବାକୁ ଯିବି ବୋଲି ଭାବିଛି, ଯାଇନି। ତା ତା ଖାଇ ମାନେ ତା ଯୋଉ ହେଲା ମାନେ ତା 12 ଦିନ, ମୁଁ ଦୁଃଖ ସହିତ ମାନେ ଭାରି ଦୁଃଖ ବି ଲାଗିଲା, ମୁଁ ଯାଇନି। କିନ୍ତୁ କାଲି ଯେତେବେଳେ ଯିବି, ମୁଁ କେତେ ମନ ଦୁଃଖ ଲାଗୁଛି ଯେ ମୁଁ କେତେ ତାକୁ ଉପଦେଶ ଦେଇଛି ମିତାକୁ, ଯେହେତୁ ଆମର ଏଗୁଡା ସବୁ ହଠାତ୍ ହାର୍ଟ ଆଟାକ୍ ହେଇକିରି ସେ ଅପରେସନ ହେଇକି ଆସିଲା, ତାକୁ ମନା ହଉଛି ଗାଡି ଚଲେଇବାକୁ, କାହା କଥା ଶୁଣିଲେନି, ଜିଦିଆ ଲୋକ ବହୁତ। ତେଣୁ ଆଉ କଣ କରିବା, ବହୁତ ସେମିତି ଆମେ ସେତକା ମିତ୍ର ସମସ୍ତଙ୍କର ବନିବା, ଆଉ ଯିଏ ଶୁଣୁ ନ ଶୁଣୁ ତାକୁ ବାର ବାର ବୁଝେଇବା, ଆମର ଡ୍ୟୁଟି ହେଲା ଏଇଟା। ଆଉ ମୁଁ ଅତି ମାନେ ସମସ୍ତଙ୍କୁ ରିକ୍ୱେଷ୍ଟ କରୁଛି ଯେ ମୁଁ 2 ତାରିଖ ଦିନ ଯୋଉ ଗେଟ ଟୁଗେଦର ଗୋଟେ ରଖିଛି, ଆମ ଯେତେ ଗୁରୁକୁଳ ଶାଖାରେ ଯୋଉ ଭାଇ ମାନେ ବସିଛନ୍ତି, ଭଉଣୀ ମାନେ ବସୁଛନ୍ତି, ମୁଁ ତାଙ୍କୁ ଅନୁରୋଧ କରିଛି ସେମାନେ ଯେମିତି ଆସି ପାର୍ଟିସିପେଟ କଲେ ମୁଁ ବହୁତ ଖୁସି ହୁଅନ୍ତି, ଆଉ ମତେ ବହୁତ ଭଲ ଲାଗନ୍ତା। ସମସ୍ତେ 10ଟା ଭିତରେ ଆସି ପହଞ୍ଚି ଗଲେ ଏଇଠି ଆମେ ଜଳଖିଆ କରିବା, ଚା କରିବା, ନାଚ ଗୀତ ଖେଳ ସବୁ କିଛି ହବ। ଆଉ ଚିତ୍ତରଞ୍ଜନ ବାବୁଙ୍କୁ ବି ରିକ୍ୱେଷ୍ଟ କରୁଛି, କୋଣାର୍କର ଆମର, ସିଏ ଦୂର ହେଲେ ବି ସିଏ ଆସନ୍ତୁ। ଆଉ ଢେଙ୍କାନାଳ ଆମର ଆମ ତନ୍ମୟ ବାବୁ ଯେତେ ଅଛନ୍ତି, ପ୍ରଦୀପ ସାର୍ ଆଉ ମିଶ୍ର ବାବୁ ଯିଏ ମତେ ସବୁବେଳେ ମେସେଜ କରନ୍ତି, ତାଙ୍କ ନାଁରେ ସୁକାନ୍ତ ବାବୁ ଅଛନ୍ତି। ସୁକାନ୍ତ ବାବୁ, ସମସ୍ତଙ୍କୁ ମୁଁ ଡାକୁଛି, ସମସ୍ତେ ଆସିଲେ ଟିକେ ଭଲ ଲାଗିବ। ମୁଁ ଆସେ ମୋର ଗୋଟେ କୌଣସି, ମୁଁ ଗୋଟେ ଛୋଟି ସି ସିପାହୀ ହୁଁ, ମତେ ବଡ ନାହିଁ, କିନ୍ତୁ ମୁଁ ସମସ୍ତଙ୍କୁ ମାନେ ଗୋଟେ ଦେଖିଲେ ବହୁତ ଖୁସି ଲାଗେ, ଆଉ ସମସ୍ତେ ଆସିଲେ ବହୁତ ଭଲ ଲାଗିବ। ଆଉ ମୋର ଯାହା ଭୁଲ ହେଇଥିବ ମତେ କ୍ଷମା କରିବେ, ଆଉ ସମସ୍ତେ ଆସିବା ପାଇଁ ଚେଷ୍ଟା କରିବେ। ନା ଭୁଲ ଆପଣ କରିନାହାନ୍ତି, ଆଉ କ୍ଷମା ଓକେ ଆକାଶ। জি ଏଡ୍ ସାର୍ ନମସ୍କାର ସାର୍। ଆଉ ଆଜି 16 ଡିସେମ୍ବର ଯୋଉ ଗ୍ୟାସେସ୍ ଉପରେ ଯୋଉ ନିୟମ ଦିଆ ହେଇଥିଲା ତାକୁ ମୁଁ ଆମ ଟିମ ରେ ପଠେଇଦେବି, ଆଉ ଆମ ସାଙ୍ଗ ମାନଙ୍କର ଗ୍ରୁପ ରେ ବି ପଠେଇଦେବି। ଆଉ ଆମେ ସେହତଙ୍କ ସୀତାରେ ଆମେ ଆମ ଘରେ ଆମ ବାପାଙ୍କୁ ମାମାଙ୍କୁ ନେଇକି ତାଙ୍କୁ କହିବି ଯେ ତାଙ୍କର ଟେଷ୍ଟ କରିବା ପାଇଁ, ଆଉ ତାଙ୍କୁ ସେହତ ସୀତାରେ କରିସାରିଲା ପରେ ଆମ ଟିମ ରେ ଆଉ ସେହତ ମିତ୍ରର ଆୟୋଜନ ତାକୁ ଆରମ୍ଭ କରିବି। ଓକେ Over to ଥ୍ୟାଙ୍କ you, ୟୁ। sir. ଥ୍ୟାଙ୍କ ୟୁ। କାର୍ତ୍ତିକ ବାବୁ। ଆଜ୍ଞା କାର୍ତ୍ତିକ ବାବୁ, ଅନମ୍ୟୁଟ କରନ୍ତୁ। ଓକେ ସାହୁ ଭାଇ, ଅନମ୍ୟୁଟ କରନ୍ତୁ। ହଁ ଆଜି ତ ସେହତ କି ସିତାର ଉପରେ ବହୁତ ବଢିଆ ଆଲୋଚନା ହେଲା। ଆମେ କେମିତି ସୁସ୍ଥ ରହିବା, ପରିବାର ଲୋକଙ୍କୁ ସୁସ୍ଥ ରଖେଇବା, ଅନ୍ୟମାନଙ୍କୁ ନୂଆ ଲୋକଙ୍କୁ ଗୁରୁକୁଳକୁ ଆଣିବା, ପ୍ଲସ ସୁସ୍ଥ ରଖେଇବା। ସୁସ୍ଥ ରଖିବାରେ ମୁଁ ଆଜି ଯେମିତି ଜଣଙ୍କ ସହିତ କଥା ହେଲି, ସେ ବହୁତ ପାନ ଖାଆନ୍ତି। ମୁଁ କହିଲି ଦେଖନ୍ତୁ ପାନ ଖାଇଲେ କେତେ କ୍ଷତିକାରକ, ତମେ ଯଦି ସିଷ୍ଟମକୁ ୟୁଜ କରିବ ବା ପ୍ରଡକ୍ଟକୁ ୟୁଜ କରିବ ତାହେଲେ ବି ନିଜେ ସୁସ୍ଥ ରହିପାରିବ। ଶୁଣି କହିଲେ ହଁ ମୁଁ ନିଶ୍ଚୟ ଏ ସିଷ୍ଟମରେ ଯୋଡିବି। ବହୁତ ସୁନ୍ଦର ଭାବରେ ସିଏ ଆମକୁ ବୁଝି ଶୁଣିଲେ, ଶୁଣିକି କହିଲେ ହଁ ନିଶ୍ଚୟ ସିଷ୍ଟମ ଯୋଡି ହେବି, ଆଉ ମୁଁ କାଲି ଯେମିତି ହେଲେ ଯାଇ ଏ ସିଷ୍ଟମ ଯୋଡି ହେବି ଏବଂ ପ୍ରଡକ୍ଟ ବ୍ୟବହାର କରିବି। ବ୍ୟବହାର କରୁଛନ୍ତି ପ୍ରଡକ୍ଟ, କେବଳ ଗାମା ଅରିଜିନାଲ ବ୍ୟବହାର କରୁଥିଲେ, ସେ ଯାହା ହଉ ଏବେ ସବୁ ଯାକ ପ୍ରଡକ୍ଟ ୟୁଜ କରିବା ପାଇଁ ମନସ୍ଥ କରିଛନ୍ତି। ତେଣୁ ଆମେ ନୂଆ ନୂଆ ଲୋକଙ୍କୁ ଯଦି ଆମେ ଟିକେ ଇନଭାଇଟ କରିବା, ନୂଆ ନୂଆ ଲୋକଙ୍କୁ ସୁସ୍ଥ ରଖିବାର ପ୍ରୟାସ କରିବା, ତାହେଲେ ଆମେ ବହୁତ ବଡ ସକ୍ସେସ ହେଇଯାଇପାରିବା। ଟିମରେ ଏଇ କାର୍ଯ୍ୟ କରିବା, ଯେ ଯେମିତି କି ଆରତୀ ବାପା କହିଲେ, ସେ ବି ଗୋଟେ ହଉ ଗେଟ୍ ଟୁଗେଦର କରୁଛନ୍ତି, ଯୋଉ ଆନନ୍ଦର କଥା, ସେ ଆନନ୍ଦରେ ଆମେ ସମସ୍ତେ ସାମିଲ ହବା। ଓଭର ଟୁ ସତ୍ୟଜିତ ବାବୁ। ଓକେ ମିତାଞ୍ଜଳି ମ୍ୟାଡାମ। ଆଜ୍ଞା ଅନମ୍ୟୁଟ କରନ୍ତୁ।
ସୁକାନ୍ତ ବାବୁ ଅନମ୍ୟୁଟ୍ କରନ୍ତୁ ସୁକାନ୍ତ ବାବୁ। ସାର୍ ନମସ୍କାର ସାର୍, ଜୟ ଶ୍ରୀ ସାର୍। ଜୟ ଆର୍ସିଏମ୍। ସାର୍ ତ ସାର୍ ବହୁତ ଗୁଡା କଥା କହିଲେ ଆମର ଆପଣ ଆମର କଣ ଆଉ ପାଣି କହିଲେ ଆସିବେନି? ନା ସାର୍ କଣ ଟିକେ ଧାନ ଅମଳ ଚାଲିଛି ତ। ଓହୋ, ସେଥିଲାଗି ହଁ ପାଣି ସେଥିପାଇଁ ସାର୍ କହିଲେ ଟିକେ ଆସିଲେ ଆପଣ ଆଉ ମୁହଁ ଆମେ ଟିକେ ଦେଖିପାରିଥାନ୍ତୁ। କଣ ହଉ କରିବା ସାର୍ କୁହନ୍ତୁ। ଟିକେ ହଁ ସାର୍ ବହୁତ ଗୁଡା କହିଲେ। ତାର ଆମର ତ ଏକ୍ସରସାଇଜ କରିବା ଦରକାର, ସବୁ ଯୋଗ ପ୍ରାଣାୟାମ କରିବା ଦରକାର। ଯୋଉ ଆମେ ଖାଉଛେ ଲେଟ୍ ନାଇଟ୍ କରୁଛେ, ଅଧିକା ଭୋଜନ କରୁଛେ, 80% ଆମର ଖାଲି ରହିବା ପେଟ ଦରକାର। ଆଉ ରାତିରେ ଭୋଜନ ଟାକୁ ଆମର ହାଫ୍ କରିବା ଦରକାର। ଆଉ ସାର୍ ବହୁତ ଗୁଡା କହିଲେ। ଆଉ ନାଇଁ ଯେତେବେଳେ ଆମେ ସୁକାନ୍ତ ବାବୁ ଗୋଟେ ମିନିଟ୍ ଖାଲି ମୁଁ ରଖୁଛି। ଆକ୍ଚୁଆଲି ସାର୍ ଆମର ସବୁବେଳେ କହନ୍ତି, ଚାନ୍ଦ ସାର୍ ସବୁବେଳେ କହନ୍ତି, ତ ଇଏ ତ ଯାହା ହେଇ କହିଲେ ତ ଠିକ ଅଛି, ମୁଁ ତାକୁ ହୁଁ କଣ ଆପ୍ଲାଏ କରୁଛି ବା କଣ କରିବି ସେଇ ବିଷୟରେ ତ ଆମେ କହିବା। କୁହନ୍ତୁ। ଆଜ୍ଞା, ସେଥିରେ ସାର୍ ଆମର ଟିକେ ଇଏ କରି ଆମ ଟିମରେ ସେଟା ଆମର ଟିକେ ଟିମରେ ସେଟାକୁ ଆମକୁ ପ୍ରମୋସନ କରିବାକୁ ପଡିବ। ଆଉ ସାର୍ 28ଟା ମିଟିଂ ପାଇଁ ସାର୍ ମୋର ବି ବହୁତ ଗୁଡା ପ୍ରୟାସ ରହିଛି। ମିନିମମ୍ 10ରୁ 15 ଲୋକ ମୋର ସାର୍ ନିଶ୍ଚିତ ଯିବେ ସାର୍। ଓକେ, ପାସ୍ ନେଇଗଲେଣି ଆପଣ? ନାଇଁ ସାର୍ କଲେକ୍ସନ ଆଜି ନୁହେଁ କାଲି କରିଦେବି। ओके ओके, ठीक ଅଛି। अच्छा, सेहत साथी सेहत सेहत की सितारे ଆଉ सेहत ମିତ୍ର, ये दिटा जो अच्छी, तो या द्वारा तो आम बहुत किसी करदे पारते, आम ता ଉପରେ କିଛି ଚିନ୍ତା କରୁଛେ କି? सेहत की सितारे, सेहत की सितारे ଆଜ୍ଞା ମାନେ ସାର୍। ନିଜେ ସୁସ୍ଥ ରହିବା, ଆଉ ସେହତ ମିତ୍ର ମାନେ ଆମେ ଆଉ କାହାକୁ ସୁସ୍ଥ ରଖିବା ତାଙ୍କର। ଆଜ୍ଞା ସାର୍। ଆଚ୍ଛା, କଣ କଣ କରିବା? ବହୁତ ସାରା ଟେଷ୍ଟ, ଯେମିତି କି ଆମେ ଗୋଟେ ରେଜିଷ୍ଟ୍ରେସନ ଅଛି କରିବା ପାଇଁ। ସେ ରେଜିଷ୍ଟ୍ରେସନରେ ତାଙ୍କର ରିପୋର୍ଟକୁ ଅପଲୋଡ କରିବା। ଯେମିତି ଡାଇବେଟିକ ର ଆମର ଫାଷ୍ଟିଂ ହଉ, ପିପି ହଉ, HbA1c ହଉ, ତାପରେ ଲିଭର ଟେଷ୍ଟ ହଉ, ତା ସହିତ ଥାଇରଏଡ ର ଟେଷ୍ଟ ହଉ, TSH, T3, T4, ହଁ, ତା ସହିତ ଆମର ୟାର ଆମର ଲିପିଡ ପ୍ରୋଫାଇଲ ହଉ, ଏ ସବୁକୁ ଟେଷ୍ଟ ଆମେ କରିକି ତ ତାକୁ ରିପୋର୍ଟ ଗୋଟେ ତିଆରି କରିବା, ଆଉ ଯୋଉ ରିପୋର୍ଟକୁ ଅପଲୋଡ କରିବା। ଏବେ ଆମର କଣ ଅଛି ଦେଖନ୍ତୁ, ବହୁତ ସାରା ସାଥୀ ଜାଣି ନାହାନ୍ତି ଯେ ତାଙ୍କ ଦେହ, ତାଙ୍କ ଶରୀର କେତେ ଅସୁସ୍ଥ ସେ ଜାଣି ନାହାନ୍ତି। ହଠାତ୍ କରି ଯେତେବେଳେ ଏଇ ଦୁନିଆରୁ ସେ ଚାଲି ଯାଉଛନ୍ତି, ତ ଲାଗୁଥିଲା ଯେ ଆରେ ଏତେ ଭଲ ଜୀବନ ଶୈଳୀ ତାର ଥିଲା, ସେ ଚାଲିଗଲା। କିନ୍ତୁ କଣ ମତେ ମୋର କହିବା କଥା ଯେ ସମସ୍ତେ ନିଜକୁ ଏବେଠୁ କେତେ ପରିମାଣରେ ଆମେ ଠିକ ଅଛେ ତ ତାକୁ ଦେଖିବା। ଆଉ ତା ସହିତ ଆମ ପାଖରେ ତ ବଡି ସ୍କାନର ମେସିନ୍ ଅଛି, ଆମେ ୱେଟ୍ କୁ ବି ଦେଖିଦେଇ ପାରିବା। ଆମ ଆଖିର ଟେଷ୍ଟ ବି ଆମେ କରିଦେଇ ପାରିବା। ତା ସହିତ ଚୁଟିର, ଏ ସବୁକୁ ହେଇକି ସିଡ୍ସ ଫର୍ମୁଲାରେ ଆମେ ନିଜକୁ ସୁସ୍ଥ ରଖିବା, 3 ମାସରେ ସୁସ୍ଥ ରଖିବା। ରଖିବା ପରେ ମାନେ ଯେତେ ବେଟର ହେଇଗଲା, ତ ସେ ତାକୁ ପୁଣି ଅପଲୋଡ କରିବା। ତା ଦ୍ୱାରା ଯିଏ ସବୁଠୁ ଭଲ କଲେ, ତ ଅଲ ଓଭର ଇଣ୍ଡିଆରେ ତାଙ୍କର ଗୋଟେ ସେଲିବ୍ରେସନ ପ୍ରୋଗ୍ରାମ ହବ। ତ ଇଏ ଯୋଉ ସେହତ ମିତ୍ର ମାନଙ୍କର ଗୋଟେ ସେଲିବ୍ରେସନ ହବ, ସେହତ ସିତାରେ ମାନଙ୍କର ସେଲିବ୍ରେସନ ହବ, ସେଠି ସମ୍ମାନିତ କରିବାକୁ ଆମେ ପାଇବା। ତ ୟା ଉପରେ ଆମେ କଣ କାମ କରୁଛେ, ତ ତା ଉପରେ ଆମେ ଆଗକୁ କଥା ହବା। ନମିତା ମ୍ୟାଡାମ, ଆଜ୍ଞା, ଅନମ୍ୟୁଟ ସାର୍ କର। ନମସ୍କାର। ଆଜ୍ଞା, ନମସ୍କାର। ଜୟ ଆଶ୍ରୀ। ସାର୍ ଆପଣ ତ କହିଲେଣି 15 ଦିନ ହେଲାଣି ଆମେ କିଛି ଏପର୍ଯ୍ୟନ୍ତ କିଛି କରିନୁ, ମାନେ ଟେଷ୍ଟ ଫେଷ୍ଟ କିଛି କରିନୁ। ସେଇଟା ତ ଆଗ ଦରକାର, ନିଜ ଉପରେ ଇଏ କଲା ପରେ ଆମେ ଆଉ ଜଣେ ମିତ୍ରଙ୍କୁ ଦେବା ଯେ ଆମେ ଏମିତି ସକ୍ସେସଫୁଲ ହେଇଛୁ, ଯାହାକି ଆମେ ଇଏ ହଉଛୁ। ପ୍ରଥମେ ଆମର ନିଜର ଏକ୍ସରସାଇଜ, ସ୍ଲିପ, ଇମୋସନାଲ, ଡାଏଟ, ସପ୍ଲିମେଣ୍ଟ ସବୁ ଯାକ ଯଦି ଆମେ ଠିକଣାରେ ରଖିବା, ତାହେଲେ ଆମେ ଆଗକୁ ନିଜେ ସେତକି ହେଇକି ବାହାରିବା, ଆଉ ଅନ୍ୟକୁ ବି ରୋଗରୁ ମୁକ୍ତ କରିବା। ଆଉ କଣ ସାର୍ କହିବି, ମୁଁ ଆରି ଭିତରେ ମୁଁ ମୋର ଟେଷ୍ଟ କରିକିରି ଆପଣଙ୍କୁ ଅପଲୋଡ କରିକି ଦେବି। ଓକେ, ଥ୍ୟାଙ୍କ ୟୁ, ବହୁତ ବଢିଆ। ପ୍ରବୀଣା ମ୍ୟାଡାମ, ଆଜ୍ଞା, ଅନମ୍ୟୁଟ କରନ୍ତୁ। ଅନମ୍ୟୁଟ କରନ୍ତୁ ମ୍ୟାଡାମ। ହଁ, ହଁ ହଁ ହେଲା, କୁହନ୍ତୁ। ସାର୍ ନମସ୍କାର। ଆଜ୍ଞା ନମସ୍କାର। ଆଜ୍ଞା, ନମସ୍କାର ନମସ୍କାର। ସାର୍ ସାର୍ ନିଜେ ତ ଆଗ ଭଲ ରହିଲେ ମିତ୍ର ବନେଇବୁ। ଆମେ 95% ଚେଷ୍ଟା କରୁଛୁ ନିଜେ ଟେଷ୍ଟ ଫେଷ୍ଟ କରିକି ନିଜେ ଭଲ ରହୁ, ତାପରେ ମିତ୍ର କରିବୁ।
ଟେଷ୍ଟ ଚାଲିଛି ଆଉ ସବୁ ପ୍ରକାର ଟେଷ୍ଟ କରିକି ଆଉ ଆପଣଙ୍କୁ ଜଣେଇବୁ ଆଉ ଆଜ୍ଞା ଆଜ୍ଞା ଟେଷ୍ଟ ଅପଲୋଡ ଫେଷ୍ଟ ଆମେ କରିନୁ କରିଦେବା। ତ ହଁ ମୁଁ ପ୍ଲାନିଂ କରୁଛି ଗୋଟେ ଦିନକୁ ହଁ ଆମେ ତାଙ୍କୁ ଇନଭାଇଟ କରିବା। ସକାଳୁ ହଁ ସକାଳୁ ସକାଳୁ ସେ ବ୍ଲଡ କଲେକ୍ଟ କରିକି ନେବେ। ହଁ ଓକେ। ଠିକ ତ ଅଛି ଟିମରେ ଥ୍ୟାଙ୍କ ୟୁ ସାର୍। ଡିସ୍କସନ ଟିମରେ ବି ସମସ୍ତଙ୍କ ସାଙ୍ଗରେ ଡିସ୍କସନ କରୁଥାନ୍ତୁ ହଁ ଯେ ହଁ ଆମେ ବିଷୟରେ କଥାବାର୍ତ୍ତା କରୁଛି ସେମାନଙ୍କ ସାଙ୍ଗରେ ହଁ ସେମାନେ ତ ସବୁ ଗୋଟେ ରାଜି ଦିନ ଅଛନ୍ତି କେତେ 4 ଜଣ ଅଛନ୍ତି ରାଜି ଅଛନ୍ତି। ହଁ ମୁଁ ତାଙ୍କର କହୁଥିଲି ବ୍ଲଡ ଏମିତି ସବୁ ଟେଷ୍ଟ ଏଇ ଟେଷ୍ଟ ସବୁ କରିବା କରାହବ ପାଇଁ ହଁ ଡିସକାଉଣ୍ଟ ରେ ଯଦି ହଁ ଆମକୁ କରୁଛନ୍ତି ସବୁ କରିକି ଆମ ପାଖରୁ ଆସିକି ନେଇକି ଯାଉଛନ୍ତି ତାହେଲେ ଆମେ ସେଠିକି ବି ହଁ ସାମିଲ ହବା ନିହାତି ଦରକାର। ଓକେ ବହୁତ ବଢିଆ। ହଁ ମିନତି ମ୍ୟାଡାମ କୁହନ୍ତୁ। ଅନମ୍ୟୁଟ କରନ୍ତୁ ମ୍ୟାଡାମ। ମିନତି ମ୍ୟାଡାମ ଅନମ୍ୟୁଟ କରନ୍ତୁ। ମିତାଞ୍ଜଳି ମ୍ୟାଡାମ ଆପଣ ଅନମ୍ୟୁଟ କରିବେ ହବ କି? ଓକେ ଠିକ ଅଛି ସାରଙ୍କୁ ଇନଭାଇଟ କରିବା। ସାର୍ ୱେଲକମ୍ ସାର୍ ଚାନ୍ଦ ସାର୍। ସାର୍ ସାର୍ ବୋଧେ କୋଉଠି ବାହାରେ ଅଛନ୍ତି ବୋଧେ। ହଁ ମିନତି ମ୍ୟାଡାମ କୁହନ୍ତୁ। ହଁ ଜୟ ଆସିମ୍ ସାର୍ ଜୟ ଆସନ୍ତୁ। ନମସ୍କାର। ହଁ ନାଇଁ ସାର୍ ଆପଣ ମାନେ ତ କହିଲେ ମୁଁ ଟିକେ ଆଜି ବ୍ୟସ୍ତ ଅଛି ବୋଲି ମୁଁ ଟିକେ ଠିକ ରେ ଶୁଣି ପାରିନି। ଆଉ ମୁଁ ତ ସବୁ ଏଇ ମଧୁ ସଞ୍ଜୀବନୀ ତାପରେ ତୁଳସୀ ଏ ସବୁ ଖାଉଛି। ବ୍ଲଡ ପରୀକ୍ଷା କରିଥିଲି ମୋର ଅଧିକା ଡାଇବେଟିସ୍ ଆସିଛି ସେଥିପାଇଁ ଔଷଧ ଖାଉଛି। ତା ସାଙ୍ଗରେ ବି ଏଇଟା ବି ଖାଇ ଚାଲିଛି ଡାଇବେଟିସ ପାଇଁ ସବୁ ସବୁ କହିଲେ ମୁଁ ସବୁ ଖାଉଛି। ତାପରେ ରେଗୁଲାର ଏଇଗୁଡା ସବୁ ଇଏ କରିବି ପଛେ ଆଗେ ତ ଖାଉନଥିଲି। ଏବେ ସବୁ ଶୁଣିଲା ପରେ ମୁଁ ଖାଇଲିଣି ଆୟୁର୍ବେଦିକ ଉପରେ ତ ଏଇଟା କିଛି ଅସୁବିଧା ନାହିଁ ଖାଉଛି ଏବେ ସବୁ। ଆଉ ଡାଇବେଟିସ୍ କେତେ ଅଛି? ଡାଇବେଟିସ ମୋର 200 କେତେ ଆସିଛି 200। ହଁ 200 ବିପି ସବୁ ରହିଛି ମୁଁ ରିପୋର୍ଟ ଟା ପଠେଇଦେବି। ଯେତେବେଳେ ଆମର ପରୀକ୍ଷା କରିବା ଦେଖିବା। ଠିକ ଅଛି। ହଁ ବହୁତ ବଢିଆ କଥା ଯେ ଆପଣ ଟେଷ୍ଟ ଏବେ କରିଛନ୍ତି। ଆଉ ହଁ ଗୀତାଞ୍ଜଳି ମ୍ୟାଡାମକୁ ପଚାରିବେ ଯେ ସିଡ୍ସ ର ହଁ ଫର୍ମୁଲାରେ କଣ କଣ କରିବା କଥା। ତ ତାଙ୍କ ହଁ ପାଖରେ ବହି ବି ଅଛି। ତ ହଁ ସେ ବହି ଦ୍ଵାରା ସେ ଆପଣଙ୍କୁ କହିଦେବେ ଦେଖିବେ ଆପଣ ବହୁତ ଶୀଘ୍ର 2 ମାସ ଭିତରେ ଆପଣ ଠିକ ହେଇଯିବେ ପୁରା ସମ୍ପୂର୍ଣ୍ଣ ଠିକ ହେଇଯିବେ। ମାନେ ମିତାଞ୍ଜଳି ଲାଗିକି ମତେ ସବୁବେଳେ କହେ ଏଇଟା ଖା ସେଇଟା ଖା କହୁଛି। ଆଉ ତାପରେ ମୁଁ ସେଇଟା ବି ବ୍ୟବହାର କରୁଛି। ଆମ ଘରେ ମୋ ପୁଅ ବି ଇଏ କରୁଛି ନା ଏଇ ଅଣ୍ଟା ଫଣ୍ଟା ଦରଜ ହେଲେ ସେ ଯୋଉ କଣ ସେଇଟା ମଲମ ଟା ସେଇଟା ବି ଲଗାଉଛି ସେ ବି ବହୁତ କାମ ଦଉଛି କେତେ ଜଣଙ୍କୁ ବି ଦେଇଛି ସେଇଟା ବି ଭଲ ଲାଗୁଛି। ସେଇ ହଁ ସେ ବି ବହୁତ କାମ ଦଉଛି ମୁଁ ଦେଖିଲି। ଆଉ ଆଉ କଣ କହିବି ଆପଣ ମାନେ ତ କହିଲେ ଆଜି ଟିକେ ବ୍ୟସ୍ତ ଅଛି ମୁଁ। କାହିଁକିନା ଏ ଯୋଉ କୋକିଲା ରିସର୍ଚ ଟିକେ ଯିବୁ ଏସଏଚଜି ଗ୍ରୁପ ଡାକିଛନ୍ତି ତ ସେଥିପାଇଁ ଠିକ ଟିକେ ମୁଁ ଅଛି କିଛି ବସି ପାରୁନି। ଅସୁବିଧା ନାହିଁ କିଛି ହଁ ଅସୁବିଧା ନାହିଁ ଆମେ 28 ତାରିଖ ଦିନ ଦେଖାହବା ପୁରା ଟିମ୍ ହଁ ସହିତ। ସେ ମିତାଞ୍ଜଳି ମୋ କଥା ବୁଝିବେ ମୁଁ ତାଙ୍କୁ କହିଦେବି ଆଉ। ନାଇଁ ମୁଁ ନାଇଁ ଏବେ ଟିକେ ଆପଣ ଆପଣଙ୍କ ଟିମ୍ କଥା ବୁଝିବେ। ହଁ ମିତାଞ୍ଜଳି ବହୁତ ସିଏ ସିଏ ଆପଣଙ୍କ ନାଇଁ ଶରୀର କଥା ବୁଝିବେ ଆଉ ଆପଣ ଆପଣଙ୍କ ଟିମ୍ କଥା ବୁଝିବେ। ଓକେ ଥ୍ୟାଙ୍କ ୟୁ। ହଁ ନିର୍ମଳ ବାବୁ ଆଜ୍ଞା କୁହନ୍ତୁ ନିର୍ମଳ ବାବୁ। ହଁ ଜୟ ଶ୍ରୀ ରାମ ନମସ୍କାର। ଆଜ୍ଞା ନିର୍ମଳ ବାବୁ। ଜୟ ଜଗନ୍ନାଥ ସାର୍। ଜୟ ଜଗନ୍ନାଥ। ଆଉ ଏଇ ଗୁରୁକୁଳ ଆଜି ଜୁମ ରେ ବସିଥିବା ସମସ୍ତ ମହାନ ବ୍ୟକ୍ତିଙ୍କୁ ସୁପ୍ରଭାତ ଆଉ ମୋର ମହାନ ଆତ୍ମା ଆପଣ ମାନଙ୍କ ଆତ୍ମାକୁ ଶୁଭେଚ୍ଛା ଜଣାଉଛି। ଏ ଯୋଉ ବଢିଆ ଜିନିଷଟା ପ୍ରଥମ ନାଁ ଟା ତ ଗୁରୁକୁଲ। ମୁଁ ସେଇଟା ଶୁଣିଲି ବୋଲି କହିଲେ ହଠାତ୍ ଭାଇନା ମୁଁ ଜାଣିନଥିଲି ଦେଖୁଥିଲି ମେସେଜ ଟିକେ ସମୟ ପାଉନଥିଲି। ଭାଇନା ଯେତେବେଳେ କହିଲେ ଗୁରୁକୁଲ ବୋଲି ନାଁ ଟା ମତେ ବେଶୀ ବହୁତ ଉର୍ଜା ଦେଲା ତୁରନ୍ତ କାଲି ପର ଦିନ ସାରେ ଆଉ ମିଟିଂରେ ଆସିଥିଲି। ତାପରେ ମୁଁ ତ ଦେଖିନି କଣ ହଉଛି କଣ ନାହିଁ ଭଲ କି ଯେ ନାଁ ଟାରୁ ତ ପ୍ରଥମେ ଆମେ ଗୁରୁକୁଳ ଯୋଉ ନାଁ ଟା ଶିଖିଲି ତାପରେ ଆପଣ ଯୋଉ ଆରମ୍ଭ କରୁଛନ୍ତି ଏବେ ସାହୁ ସାର୍ କହୁଥିଲେ ଏ ସବୁ ନିଶ୍ଚିତ ଭାବରେ ଏଇଟା ଗୋଟେ ବହୁତ ବଢିଆ ଜିନିଷ ବହୁତ ମିରାକିଲ ଜିନିଷ ଏଇଟା। ଯେ ଏଇଟା ନିଶ୍ଚିତ ଭାବରେ ଆମର ଜୀବନକୁ ସ୍ୱାସ୍ଥ୍ୟକୁ ଧନ ସମ୍ପତ୍ତିରୁ ଆରମ୍ଭ କରି ପ୍ରତ୍ୟେକ କ୍ଷେତ୍ରରେ ଇଏ ସାହାଯ୍ୟ କରିବ।
ତାପରେ ଆଉ ଗୋଟେ ମ୍ୟାଡାମ ଯୋଉ କହୁଥିଲେ ଏବେ ଏଇ ଯୋଉ ଡାଇବେଟିସ୍ କଥା, ଯାହା ମେଡିସିନ ଖାଉଛନ୍ତି ଖାଆନ୍ତୁ, କିନ୍ତୁ ଏଇ 2 ମାସ ସାର୍ ଆପଣ ତ ବହୁତ ଲେଟ୍ କରିଦେଲେ। 2 ମାସ ଆପଣ 8 ଦିନ ଦେଖନ୍ତୁ, 8 ଦିନରେ ନିଶ୍ଚିତ ଭାବେ ଚ୍ୟାଲେଞ୍ଜ ପଳେଇ ଆସିବ, ତାର ମିରାକିଲ ପଳେଇ ଆସିବ। ଏବଂ ଆମେ ଯୋଉ ନିର୍ଦ୍ଦିଷ୍ଟ ଟାଇମରେ ସେ ଯୋଉ ଗୁରୁକୁଲ କରିଛନ୍ତି ଯୋଉ ଟାଇମ, ସେ ଟାଇମରେ ବସିବା। ଆଉ ସମସ୍ତଙ୍କୁ ମୁଁ କହୁଛି ସମସ୍ତେ କ୍ୟାମେରା ଅନ୍ କରି ବସନ୍ତୁ। କ୍ୟାମେରା ଅନ୍ କଲେ ଆପଣଙ୍କର ଯୋଉ ଉର୍ଜାଟା ଅଛି ସେ ପାଇପାରିବେ, ତାଙ୍କର ଯୋଉ ଉର୍ଜାଟା ଅଛି ଆମେ ପାଇପାରିବା। ସମସ୍ତେ ଯାହା କାହାର କାହାର କିଛି ଯୋଉ ଅସୁବିଧା ଥିବ ସେ ସବୁ ଅଟୋମେଟିକ ଦୂର ହେଇଯିବ। କାହାର ଥଣ୍ଡା କାଶ ଜ୍ୱର ହଉ ବା କାହାର ଡାଇବେଟିସ୍ ହଉ, ଏଇଥିରେ ପାଖାପାଖି 20% ଆପଣଙ୍କର ଆଦାନ ପ୍ରଦାନ ଆମ ଭିତରେ 20% ଭଲ ହେଇଯିବ। ନିଶ୍ଚିତ ଭାବରେ ମୁଁ କହିବି ଆମ ଭିତରେ ଯୋଉ ଉର୍ଜା ଅଛି, ଆପଣଙ୍କ ଯୋଉ ଉର୍ଜାଟା ମୁଁ ପାଇପାରୁଛି, ମୋଠୁ ଯୋଉଟା ଆପଣ ପାଇପାରିବେ, ଏଇ ଆମ ଭିତରେ ଯୋଉ ଆମେ ଗ୍ରୁପରେ ଅଛେ ଯୋଉ 15 ଜଣ 17 ଜଣ, ଏଥିରୁ 20 ରୁ 30% ମାନେ ସେମିତି ଭଲ ହେଇଯିବ, ଖାଲି ବିନା ଔଷଧରେ। 30% ଔଷଧରୁ 40% ଏବଂ ମେଡିଟେସନରୁ ସେ 30%, ଏମିତି ସବୁଆଡେ ମିଶିକି 100%ରେ ହେଇଯିବ ନିଶ୍ଚିତ ଭାବରେ। ଆଉ ଗୁରୁକୁଳର ଯାହା ନିୟମ ନୀତି ଯାହା ଅଛି, ସେଟା ଆପଣ ତ ଗୁରୁଜୀ ଯାହା ତ ବତେଇବେ, ଯାହା କରେଇବା, ସେଟା ନିଶ୍ଚିତ ଭାବରେ କରିବା। କିନ୍ତୁ ଏଇ ଯୋଉ ଜିନିଷରୁ ସବୁଠୁ ମିଶେଇ ଦେଲେ ଆମେ 40% 60% ଏଇଥିରୁ ଖାଲି ଭଲ ହେଇଯିବା ନିଶ୍ଚିତ ଭାବରେ। ଆପଣ ଏବେ ଟେଷ୍ଟ କରନ୍ତୁ, ଆଉ ଏ ଗୁରୁକୁଳକୁ ଆମେ ଫଲୋ କରିକି ଚାଲିବା। 8 ଦିନ ପରେ ପୁଣି ଯାଇକି ଟେଷ୍ଟ କରିବେ। ମୁଁ ପ୍ରତ୍ୟେକ ଦିନ ଗୁରୁକୁଳେ ଆସିବି, ଆଉ ମୁଁ ବି ଆପଣଙ୍କର ହାତ ଧରିଛି, ଆପଣ ଆମ ହାତ ଧରିଥାନ୍ତୁ ସାର୍, ଛାଡିବେନି କି ଆମେ ବି ଆପଣଙ୍କ ହାତ ଛାଡିବୁନି। ବହୁତ ବହୁତ ଏଇଟା ଗୋଟେ ବଢିଆ ଜିନିଷ, ଧନ୍ୟବାଦ। ବଢିଆ ଜିନିଷ ଆରମ୍ଭ କରିଛନ୍ତି ସାର୍। ଓକେ, ବହୁତ ବଢିଆ। ଆକ୍ଚୁଆଲି କେବଳ ଆମେ ନୁହେଁ, ଆମର ସମସ୍ତଙ୍କୁ, ଆମ ଟିମରେ ସମସ୍ତଙ୍କୁ ଆମେ ଇନଭାଇଟ୍ କରିବା, କାରଣ ସମସ୍ତଙ୍କୁ ନେଇକି ତ ଆମେ ସୁଖର ସଂସାର କରିପାରିବା ନା। ତ କାହାକୁ କାହିଁକି ହାତ ଛାଡିବା, ଆମେ ସମସ୍ତଙ୍କୁ ନେଇକି ଚାଲିବା। ଆଉ ସବୁଠୁ ପ୍ରାୟୋରିଟି ହଉଛି ଗୁରୁକୁଲ। କାରଣ ଦେଖନ୍ତୁ, ଆଜି ନିର୍ମଳ ବାବୁ ସେ ଜଣେ ପୋଲିସ ଅଫିସର। ତ ମୋ କହିବା କଥା ଯେ ପୋଲିସ ଡିପାର୍ଟମେଣ୍ଟରେ ଚାକିରି କରିକି ଲୋକ ଅପରାଧ କାହିଁକି କରନ୍ତି? ଯେ ତାଙ୍କ ବିଚାର ଯଦି ଖରାପ ହେଇଗଲା ତାହେଲେ ଅପରାଧ କରନ୍ତି, ଯଦି ବିଚାର ଭଲ ଅଛି ତାହେଲେ ଭଲ କାମ ସେ କରନ୍ତି। ତ ବିଚାରକୁ ଠିକ ରଖିବା ପାଇଁ ତ ଗୁରୁକୁଳର ଯୋଉ ଶିକ୍ଷା ଦିଆଯାଉଛି, ସେ ଶିକ୍ଷାକୁ ଆମେ ଯଦି ଆପଣେଇ ଦବା ତାହେଲେ ଆମେ ଆମ ବିଚାରକୁ ଠିକ ରଖିଦେଇ ପାରିବା। ତ ସେଥିଲାଗି ଗୁରୁକୁଳ ଆସିବା ନିହାତି ଜରୁରୀ। ଆଉ ତା ସହିତ ଗୁରୁକୁଳରେ ଯୋଉ ଶିକ୍ଷା ଦିଆଯାଉଛି ସେ ଶିକ୍ଷାକୁ ଆପଣେଇବା ନିହାତି ଜରୁରୀ। ତ ଆଜି ଯୋଉ ଟିସି ସାର୍ ଆମକୁ 16 ଡିସେମ୍ବରର ଯୋଉ ଭିଡିଓ କଥା କହିଲେ, ତ ସେ ଭିଡିଓକୁ ମୁଁ ବି ଗ୍ରୁପରେ ଛାଡ଼ି ଦେଇଛି। ତାକୁ ଆମେ ସମସ୍ତେ ଶୁଣିବା। ଶୁଣି ସାରିଲା ପରେ ଗ୍ୟାସେସର ଫର୍ମୁଲା ଉପରେ ନିଜେ ଆମେ ଜାଣିଯିବା। ଇଏ ହଉଛି ପ୍ରଥମ କାମ। ଦ୍ୱିତୀୟ କାମ ହଉଛି ସେହତ ସୀତାରେ ହଉଛି ନିଜର ଆମେ ଟେଷ୍ଟ ଆମେ ସବୁ କରିବା। ଆମ ଟେଷ୍ଟ କରିସାରିଲା ପରେ ଲାବୋରେଟୋରୀରେ ଟେଷ୍ଟ କରିସାରିବା। ଟେଷ୍ଟ କରିସାରିବା ପରେ ତ ଆମେ ତାର ଗୋଟେ ଲିଙ୍କ ଅଛି, ସେ ଲିଙ୍କରେ ଅପଲୋଡ କରିବା। ତା ସହିତ ନିଜେ ସିଡ୍ସର ଫର୍ମୁଲାରେ, ସିଡ୍ସର ଫର୍ମୁଲା କ'ଣ ଆମକୁ ୟୁଟ୍ୟୁବରେ ବି ଅଛି, ତ ଆମେ ତାକୁ ବି ଆମେ ଆପଣେଇବା। ଆପଣେଇ ସାରିଲା ପରେ ତ ଆମେ 3 ମାସ ଭିତରେ ଯୋଉ ସୁସ୍ଥ ରହିବା, ତ ତାକୁ ବି ନିଜେ ପ୍ରଥମେ ନିଜେ ସୁସ୍ଥ ରହିବା ସେହତ କି ସୀତାରେ, ଆଉ ସେହତ ମିତ୍ର ଆଉ କିଛି ସାଥୀଙ୍କୁ ଆମେ ସୁସ୍ଥ ରଖିବା। ମିନିମମ୍ 100 ପିପୁଲକୁ ଆମେ ସୁସ୍ଥ ରଖିବା। ୟା ଦ୍ୱାରା ଆମେ ହେଇପାରିବ। ଆମେ ସାର୍ଙ୍କଠୁ ଶୁଣିବା। 4 ମିନିଟ୍ ଅଛି। ସାର୍, ୱେଲକମ୍ ସାର୍। ନମସ୍କାର। ମୋର ଟିକେ ଟେକ୍ନିକାଲ ସାର୍ ପ୍ରୋବ୍ଲେମ କଣ ହେଇଗଲା, ଶୁଭୁଛି ମୋ କଥା? ନମସ୍କାର। ହ୍ୟାଲୋ ହଁ ହ୍ୟାଲୋ। ସାର୍, ହଁ ଶୁଭୁଛି ନମସ୍କାର ଶୁଭୁଛି। ସାର୍ ହଁ, ନମସ୍କାର ଆପଣଙ୍କର କ'ଣ ଆଜି ନମସ୍କାର। ଟେକ୍ନିକାଲ ପ୍ରୋବ୍ଲେମ ହେଇଯାଇଥିଲା ସାର୍? ହଁ, ସେ ଟିକେ କଣ ଡିଷ୍ଟର୍ବ ହେଇଗଲା, କିଛି ଗୋଟେ ଜାଣିପାରୁନି। ଏବେ ଠିକ ଅଛି ତ? ସାର୍ 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 ଏକ୍ସ ମାସ ଆଜି 25 ତାରିଖ ଡିସେମ୍ବର। ଶୁଭେଚ୍ଛା ସମସ୍ତଙ୍କୁ। ତ ନମସ୍କାର, ଆମର ଜୟ ଶ୍ରୀ। ନମସ୍କାର, ଜୟ ଶ୍ରୀରାମ। ତ ଆମେ ପ୍ରଥମ କଥା ହଉଛି ନିଜେ କେମିତି ସୁସ୍ଥ ରହିବା। ସବୁ ଟେଷ୍ଟ ଗୁଡା କରିଦେବା ଉଚିତ। ନିଜେ ସୁସ୍ଥ ରହିବା, ନିଜେ ନିଜର
ମାନେ ଠିକ ଲାଇଫଷ୍ଟାଇଲ ଯେମିତି ଠିକ ରହିବ ସେଇଟା ହଉଛି ବଡ କଥା। ତାପରେ ଆମେ ଅନ୍ୟକୁ ମଧ୍ୟ କହିପାରିବା, ଅନ୍ୟମାନେ ଯୋଉ ଦେଖିବେ ଯେ ଆମେ କେତେ ସୁସ୍ଥ ରହୁଛୁ, ଆମର କେମିତିକା ଜୀବନଶୈଳୀ ଠିକ ରହୁଛି, ତ ଅନ୍ୟମାନଙ୍କୁ ଯେତେବେଳେ ଆମେ ସ୍ୱାସ୍ଥ୍ୟ ବିଷୟରେ କହିବା ତାଙ୍କୁ ସେ ନିଶ୍ଚିତ ଭାବରେ ସେ ତାଙ୍କୁ ଗ୍ରହଣ କରିବେ। ଇଏ ହଉଛି ବଡ କଥା। ତ ଆମେ ବର୍ତ୍ତମାନ କଥା ହଉଛି ଯେ ଏଇ ଯୋଉ ଆମର ଆଜି ତ 25 ତାରିଖ ହେଇଗଲା, ଆଉ ରହିଲା 5 ଦିନ, କ୍ଲୋଜିଂ ତ ଡିସେମ୍ବର ହବ। ତେଣୁ ଆପଣମାନେ ସବୁ କ୍ଲୋଜିଂ ରେ ଜୋରଦାର କରି ସବୁ ଲାଗିଯାଆନ୍ତୁ ଯେମିତି ଭଲ ଭାବେ କ୍ଲୋଜିଂ ହବ। 28 ତାରିଖରେ ଆମର ଯୋଉ ସେମିନାର ହବ ସେଥିପାଇଁ ମ୍ୟାକ୍ସିମମ୍ ରୁ ମ୍ୟାକ୍ସିମମ୍ ଅଧିକରୁ ଅଧିକ ଯେମିତି ଆପଣ ଚେଷ୍ଟା କରିବେ ଆପଣଙ୍କର ଟିମ୍ ମେଟ୍ ମାନେ ଆସିବେ। ଏଇ ହଉଛି କଥା। ତାପରେ ନୂଆ ବର୍ଷ ଆସିବ, କିନ୍ତୁ ଆମେ ଏଇ ଯୋଉ 2 ମାସ ଉପରେ ହବ ଆମେ ଗୁରୁକୁଳ ସାଥୀ ଶତପଥୀ ବାବୁଙ୍କର ଯୋଉ ଚେଷ୍ଟାରେ ଆମେ ସବୁ ଏକାଠି ହଉଛେ, ଯୋଉ ଉଦ୍ଦେଶ୍ୟ ନେଇକିରି ଯୋଉ ମହତ୍ ଲକ୍ଷ୍ୟ ନେଇକିରି ଇଏ ଆରମ୍ଭ ହେଇଥିଲା ଆଜିକି 2 ମାସର ଅଧିକ ହେଲାଣି। ତାର ଉଦ୍ଦେଶ୍ୟ ହଉଛି ଆପଣଙ୍କର ଟିମ୍ ର ଡେଭଲପମେଣ୍ଟ, ଆପଣଙ୍କର ଟିମ୍ ର ଆପଣଙ୍କ ନିଜର ଆମର ସ୍ୱାସ୍ଥ୍ୟ ସହିତ ନିଜର ଟିମ୍ ର ସମସ୍ତଙ୍କର ସ୍ୱାସ୍ଥ୍ୟ କେମିତି ଭଲ ରହିବ, ସେମାନେ RCM ପ୍ରଡକ୍ଟସ୍ ୟୁଜ୍ କରିବେ, ସେମାନେ ନ୍ୟୁଟ୍ରିଚର୍ଜ ପ୍ରଡକ୍ଟସ୍ ୟୁଜ୍ କରିବେ, ସେମାନେ ତାଙ୍କର କେମିତି ଭାବରେ ଭଲ ଇନକମ୍ କରିପାରିବେ, ଇଏ ହଉଛି ବଡ କଥା। ତେଣୁକରି ଗୋଟେ ଫର୍ମୁଲା ଯୋଉ ସଞ୍ଜୀବ ସାର୍ ସବୁବେଳେ କହନ୍ତି, କାମ କରିବା, କାମ କରେଇବା। ନିଜେ କାମ କରିବା, ନିଜେ କାମ କରିଲେ ସେଥିରେ 10% ଉନ୍ନତି ହୁଏ, ଆଉ ନିଜ କାମ କରିବା ହେଲେ ନିଜର ହିଁ ଭଲ ହୁଏ। ଯେମିତିକି ଆମେ ଆମର ସ୍ୱାସ୍ଥ୍ୟ ଭଲ କରିବାକୁ ଚେଷ୍ଟା କରିବା, ଆମର ହିଁ ସ୍ୱାସ୍ଥ୍ୟ ଭଲ ରହିବ। କିନ୍ତୁ ବଡ କଥା ହଉଛି କାମ କରିବା ବା ଅନ୍ୟକୁ ମୋଟିଭେସନ ଦେଇ, ଅନ୍ୟକୁ ପ୍ରେରଣା ଦେଇ ତାକୁ କେମିତିକା ତାର ସ୍ୱାସ୍ଥ୍ୟ କେମିତି ଭଲ ରହିବ, ସିଏ କେମିତି ଇନକମ୍ କରିପାରିବା ପାଇଁ ତାକୁ ସହଯୋଗ କରିବା, ତାଙ୍କୁ ସେଇଭଳି ମୋଟିଭେଟ କରିବା। ସେଥିପାଇଁ ତାକୁ ସିଏ କେମିତି ଭାବରେ ଜୁମ୍ ମିଟିଂ ରେ ବସିପାରିବ, ସିଏ କେମିତି ଭାବରେ ଆମର ଆମର ଗୁରୁକୁଳରେ ବସିପାରିବ, ସେ କେମିତି ଭାବରେ ଗୁରୁକୁଳ ସାଥିରେ ବସିପାରିବ। ଇଏ ହଉଛି ଆମର କର୍ମର 90% ଅଂଶ। ତେଣୁ ଆମେ ଚେଷ୍ଟା କରିବା ଅନ୍ୟକୁ କେମିତିକା ମୋଟିଭେଟ କରିବା, ଅନ୍ୟକୁ କେମିତି ଭାବରେ ପ୍ରେରଣା ଦେଇକରି ଆମ ସହିତ ଆଟାଚମେଣ୍ଟ କରିବା, ଏବଂ ଯଦି ସେମାନଙ୍କୁ ଆପଣଙ୍କର ଟିମକୁ ମୋଟିଭେଟ କରିବା ପାଇଁ ତାଙ୍କୁ କେମିତି ଠିକ ରାସ୍ତାରେ ଆଣିବା ପାଇଁ, ତାଙ୍କ ସହିତ ସମ୍ପର୍କ କରିବା ପାଇଁ ଆମେ ଆପଣଙ୍କୁ ସହଯୋଗ କରିବା ପାଇଁ ମଧ୍ୟ ରାଜି ଅଛୁ। ଶତପଥୀ ବାବୁ ସହଯୋଗ କରିବେ, ମୁଁ ସହଯୋଗ କରିବି। ସେଥିପାଇଁ ଏଇ ଯୋଉ ଆମର ଗୁରୁକୁଳ ସାଥୀର ଉଦ୍ଦେଶ୍ୟ ମଧ୍ୟ ସେଇଆ ଯେ ଆପଣଙ୍କର ଟିମ୍ କେମିତି ଭାବରେ ଏହାର ଉପକାର ପାଇବେ। ତେଣୁ ଆମେ ପ୍ରତିଦିନ ଏଠି ସକାଳେ 8ଟା ଭିତରେ ଆମେ ସମସ୍ତେ ସରି ସାରିଲା ପରେ ଯଦି ଦିନ ସାରା ନିଜର ଟିମ୍ ସହିତ ଆପଣମାନେ କଣ୍ଟାକ୍ଟରେ ରହିବେ, ତାଙ୍କୁ ଭିଡିଓ ପଠେଇବେ, ଏ ପ୍ରୋଗ୍ରାମର ଭିଡିଓ ପଠେଇବେ, ତାପରେ ଗୁରୁକୁଳର ଭିଡିଓ ପଠେଇବେ, ତାପରେ ସହିତ କାଉନସିଲିଂ କରିବେ, ଏ କାମ ଯଦି କରିବେ ତାହେଲେ ସେମାନଙ୍କର ଉନ୍ନତି ହବ, ସେମାନଙ୍କର ଉପକାର ହବ, ତାପରେ ଆପଣମାନଙ୍କର ମଧ୍ୟ ଉପକାର ହବ। ଏଇ ହଉଛି କାମ। ଏକୁ ଯଦି ନ କରିବା, ଏଭଳି ଯଦି ନ କରିବା, ତାହେଲେ ଆମେ ଖାଲି କଣ ଏଠି ବସିବା, କଥାବାର୍ତ୍ତା କରିବା, ଏଇଥିରେ ସମୟ ଚାଲିଯିବ। ନିଜେ ଚିନ୍ତା କରନ୍ତୁ, ଆପଣମାନେ ସମସ୍ତେ ଚିନ୍ତା କରନ୍ତୁ ଯେ ଆମେ କେତେ ଦୂର ଆମେ ଆମ ପ୍ରତି ଇମାନଦାରୀ ଭାବେ ଆମେ